हाय फ्रेंड्स कर दे करी बने कौन पाई हाय फ्रेंड्स करी बने तुम तो कह मामा हाय फ्रेंड्स कर दियो बोली कह हाय फ्रेंड्स करी तुम्हें कर दिया पटे मु करी तुम पपटा कुआड़े पकईदेल साई तुमको पाउडर आम लगे था मु पाउडर लगे था से पपटा डब्बाटा कुआड़े पकईदेल पकईन केमी धड़ा हो गला गालटा पुछ 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 एमती दुष्ट हमें नहीं आमे काली कोर्ट को जाइथिले बापा स्कूल ना ना काली जो रास्ता रे चगला होतले कोर्ट को जाइथिला काली बापा को सहित जो जाइथिला कोर्ट को जाइथिला ये है आमर आज वीडियो तो काली आम खाली शूटिंग कर देछु वीडियो अपलोड करनु काली संध्या बेले जाइथिलु दानगदी तो दानगदी आम जाइथिलु आमर बैंक काम पई संडे थिला तथापि भी आम जाइथिलु हाय फ्रेंड्स मु केते थर कहबी तमे थरे कहि दियो तापर दानगदी आम जाइथिलु हेले हाय फ्रेंड्स करिबा हमने गुट्टे गुट्टे डोंगा कौन अच्छी डोंगा दौड़े हमको दौड़ की पड़े आता दौड़े एक मारी देगा किए मारि देव दौड़े गाई मारिब गाई गोटे ये पु आमर सब बड़े कहब मामा गाई मरीगला एक्सीडेंट हो गला जल्दी आसब हेले कथा कौन कि फेरू थाए साई को लेकिन स्कूल तापर एत गहली थी से जगार आमर ट्रेन ट्रैकटा पाखे अच्छे घर पाखे तो से बहुत गहली थी तो मुझे भाविली कौन है गोटे लोक सब देखुं कौन है देखिए से गोटे गाड़ी एक्सीडेंट हो गाई एक्सीडेंट होता भावुली आम पड़ोशी कहार गाई आमर भी गाई अच्छा केतेटा रखी आम गाई रखा मना कर तथापि भी आमर घर लोक से चाहती गाई रहू बोली तो अच्छा केतेटा गाई तो भाविली आम गाई बोधे एक्सीडेंट होगा तो कहीं नथिले घरे हेले लोक बहुत गहली था भाविली जा मुझे देखिए कहार गाई एक्सीडेंट होती मुझे देखी से जाणु एक्सीडेंट विषय में तेरे तो सेपटे जमा जीवनी बोली भाविली तापर मुझे गली भांगी जाओ सेमती करती तापर कौन कला मुझे गली सी गला देखला तो गाईर एक्सीडेंट आई गोड़ गोटे ना कटि जापर तार पेटटा भी फाटी जाता तार फुटा सब बाहर रक्त चारिड़े तो माने बहुत खराब लगला बहुत दुख लगा गाईर एमती अवस्था गाई मैंने फुली जाइए आम घर पाखे एक्सीडेंट आई ये साई कौन कला देखिए कहला मामा गाईर कौन है गाईर एक्सीडेंट हो कि एक्सीडेंट ट्रेन एक्सीडेंट गाई मरी जा तार पेटटा फाटी जाइए ब्लड हाँ मन रे कौन है के जानी सबुदिन से कह
ନ ଭୁଲିବା ପର୍ଯ୍ୟନ୍ତ ଏତେ ମାସ ହେଇଗଲାଣି। ସବୁଦିନ କହିଲା, ଯିଏ ଆସିଲା ତାକୁ କହିଲା, ସମସ୍ତଙ୍କୁ କହିଲା ଫୋନ୍। ଏମିତିକି ମୋ ବାପା ମା ଯାହା ଯେତେବେଳେ କଥା ହେଲା ସେ ସମସ୍ତଙ୍କୁ କହିଲା, ତା ମାଉସୀଙ୍କୁ କହିଲା ଗାଈ ମରିଗଲା। ମୁଁ କଥା ହେଉଥିଲି, ସେ ଆସିବ ଆମର ଟ୍ରେନ୍ ଲାଇନ୍ରେ, ଗାଈ ମରିଗଲା, ପେଟ ଫାଟିଲା, ଏମିତି କହିବ। ତାପରେ ବୁଝିପାରନ୍ତିନି, କ୍ଲିଅର୍ କହିପାରେ ନାହିଁ ନା, ବୁଝିପାରନ୍ତିନି କ'ଣ ହେଇଛି। ତାପରେ ମୁଁ କହେ ନା ଏମିତି ବି ହେଇଥିଲା, ତ ସେ ଦେଖିଦେଇଛି ନା, ତା ମନରେ ସେଇଟା ରହିଯାଇଛି ପୁରା ପ୍ରିଣ୍ଟ ହେଇକି। ଏତେ ମାସ ହେଲାଣି, ପୁଣି ଏବେ ମୁଁ ଟିକେ ଭିଡ଼ିଓରେ କଥା ହେଉଛି, ଭିଡ଼ିଓ ସୁଟ୍ କରୁଛି ଆପଣମାନଙ୍କ ସହିତ। ହେଲେ ଇଏ କ'ଣ କରୁଛି ନା, ସେ କଥା ପୁଣି ମନେ କଲା, ପୁଣି ଆପଣମାନଙ୍କୁ ପୁଣି ସେୟାର କରୁଛି। ଆଜ୍ଞା, ତୁମେ ମା ମୁଁ ବାପା ନା, ତୁମେ ମୋ ପୁଅ, ମୁଁ ହେଲି ତମ ମାମା ମା। ତୁମେ ବାବୁ ବାବୁ। ଓ লিপস্টিক ଲଗେଇକି ମା ହେଉଛ? ଇଏ ବାବା, ମୁଁ ବୁଝିପାରିନଥିଲି ତମ କଥାଟା। କୋଉଠି ବିଲେଇ ଚଢିଲା? ସୋଫା ସେଟ୍ରେ ବିଲେଇ ଚଢିଗଲା। ସେଟା କାହାର ବିଲେଇ? ଆମର ଦିଟା ବିଲେଇ ଥିଲେ, ତା ମା ଦିଟା ବିଲେଇ ଛୁଆ କଲା, ଏତେ ବିଶୃଙ୍ଖଳା ହେଲେ। ତାପରେ ଗୋଟେ ବିଲେଇକୁ ନେଇକି ପଦାରେ ଛାଡ଼ିଦେଲେ। ସେ ବିଲେଇ ଗୋଟେ ରହିଗଲା, ଆଉ ଗୋଟେକୁ ଛାଡ଼ିଦେଲେ। ଅପରିଷ୍କାର ମାନେ ଘର ସାରା ଅପରିଷ୍କାର କରିଦେଲେ। ଚାଲନ୍ତୁ ଆମେ କାଲି କ'ଣ କ'ଣ ସବୁ କରିବୁ। ସନ୍ଧ୍ୟା ଟାଇମ୍ରେ ଯାଇଥିଲୁ, ଅନେକ କିଛି ଭିଡ଼ିଓ ବି ଆମେ କରିପାରୁନୁ, କାହିଁକି ଜଣେ କିଏ ଯଦି ଥିବ ଆମକୁ ସୁଟିଂ କରିବା ପାଇଁ, ତ ସେ ଭିଡ଼ିଓ କରିବ, ହେଲେ ସବୁ ସିନ୍ ଆସିବ। ହେଲେ ଆମେ କ'ଣ କରୁନା, ଆମେ 2 ଜଣ, ତା ବାପା ମୁଁ ସାଇଲେ, ଆଉ ଇଏ ଛୋଟ ହେଇଛି ଜାଣିବୁନି, ଆମେ ଆମର କାର୍ଯ୍ୟ ବ୍ୟସ୍ତ ଥିଲା, ଆମେ ଆଉ ସୁଟିଂ କରିପାରୁନି। ଅନେକ କିଛି କେତେ ସୁନ୍ଦର ସୁନ୍ଦର ସବୁ ସିନ୍ ଗୁଡ଼ାକ ସୁଟିଂ କରିପାରୁନି। ଯେତିକି ଆମର ସୁବିଧା ସେ କୁକୁଡ଼ାଟା ଦେଖନ୍ତୁ, ଏ କୁକୁଡ଼ା ସବୁବେଳେ ସେ ପଳେଇ ଆସିବ ଘରକୁ, ଯେତେ ତାକୁ ବାହାର କଲେ ବି ସେ ପଳେଇ ଆସିବ। ସେଠି ମୋର ଆମେ ତାପରେ ରଖିଛୁ। ସେଇ ଇଏ କିନ୍ତୁ ସବୁବେଳେ ପଳେଇ ଆସିବ, ଯେତେ ଖେଦିଲେ ବି ସେ ଜମା ଯିବନି। ସବୁବେଳେ ଆସିବ, ପୁଣି ତାକୁ ବାହାର କର, ପୁଣି ଆସିବ, ପୁଣି ତାପରେ ଆସିବ, ଚାଲିଥିବ। ଚାଲନ୍ତୁ ଦେଖିବା କାଲିକି ଆମେ କ'ଣ କ'ଣ କଲୁ। ତ କାଲି ସେ ଭିଡ଼ିଓ ସବୁ ଅପଲୋଡ଼ କରୁଛି, କିଛି କିଛି ସିନ୍ ଅଛି। ମୁଁ ତ ଦେଖାଯାଏ ନା। ହ୍ୟାଲୋ ଫ୍ରେଣ୍ଡସ୍, ଏ କ'ଣ କହୁଛି ସାଇ? କ'ଣ ଗୋଟେ ଅଛି? କ'ଣ ଅଛି? ଗୋଟେ ଜିନିଷ ଅଛି, ଗୋଟେ ଦାଆ ଅଛି। ଚାଲ ଯିବା ସେଇଠି ଚାଲ ଏବେ ଯିବା। ସାଇ ଏଇ ଟ୍ରେଣ୍ଡସକୁ ପଶିବା ପାଇଁ ମଲ୍କୁ ଯାଉଛୁ। ଖାଲି ଆମର କିଛି କିଣିବାର ନାହିଁ, କିନ୍ତୁ ପୁଅ ଜିଦି କରୁଛି ବୋଲି ଆମେ ଯାଉଛୁ। କିଛି କିଣିବାର ପ୍ଲାନିଂ ବି ଆମର ନାହିଁ। ଇଏ ଟ୍ରେଣ୍ଡସ୍ ଦେଖିଲା ମାନେ କହିବ ସେଠିକୁ ଚାଲ ଯିବା, ତାକୁ ଭାରି ଭଲ ଲାଗେ। ହଁ, ତମ ପାଖରେ କିଛି ପଇସା ଅଛି କି ଘରେ? କ୍ୟାସ୍ ନା, ମୁଁ ଏତେ ହେବନି, ଏତେ କୋଉଠୁ ପଇସା ରହିଲା? ତାହେଲେ ନିହାତି ଟଙ୍କା ଆଉ ଆମେ ପଳେଇ ଆସ। ଆମେ ଯାଉଛୁ ATM ଏବେ
ଦେଖିପାରୁଥିବେ ସାଇ କେମିତି ଚାଲୁଛି ତା ବାପାଙ୍କ ସହିତ ଖାଲି ତରବର ହେଇକି ଚାଲୁଛି ସେ ଆଗୁଆ ଆଗୁଆ ଚାଲୁଛି। କେମିତି ଯାଉଛି ସାଇ ଆଗରେ ଆଗରେ ଆଉ ଟିକେ ଆଗକୁ ଅଛି ହେ ଡଷ୍ଟ ସାଇ କେମିତି ଚାଲୁଛି ତ ହଠାତ୍ HDFC এটা ইন্ডিয়ান ব্র্যান্ড। ହଁ ଏଇଟା ଇଣ୍ଡିଆନ୍ ବ୍ରାଣ୍ଡ। ଏଠି ଅଛି ନା ନାଇଁ କେଜାଣି ଟଙ୍କା ଟଙ୍କା ନାହିଁ ଟଙ୍କି ଦଉଛ ଭାରି ସ୍ପିଡ୍ ଦଉଛି ଏତେ ଗାଡ଼ି ଯାଉଛି ହଁ ଦୌଡ଼ୁଛି ମାନେ ଆମେ ଆଉ ଆଣିବା ନାହିଁ ତାକୁ ଘରେ ଛାଡ଼ିଦେବା ହେଲା ଆଉ ତାକୁ ଆଣିବା ନାହିଁ ଭାରି ଚଗଲା ହେଉଛି ଏତେ ଜୋର ଦୌଡ଼ୁଛି ମାନେ ଏତେ ଗାଡ଼ି ଯାଉଛି ରାସ୍ତାରେ ହଁ ଧୀରେ ସେ ଯିବ ସାଇ 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 ଜମା ଦେଖୁନି ଭାରି ଖୁସି ଆଉ ସାଇକୁ ଡାକୁଛି ଉପର 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 ସାଇ ଚାଲ ସାଇ ପୁରା ଭିଆ ମାରି ମାରି ଆସିଛି ଆଉ এই প্যান্টটা ହେବ ତମକୁ ବଡ଼ ହେଇଯିବ ତମେ କେବେ ବଡ଼ ହେବ କହିଲ ଏଇଟା ତମକୁ ବଡ଼ ହେଇଯାଉଛି ତମ ବୟସ ତ 5 ବର୍ଷ ଏଇ ହେଲାଣି ହଁ 4 ଇୟର୍ସ ପ୍ଲସ୍ ହେଇଗଲା ଆଉ ଏମିତି କେମିତି ତମର 4 ଇୟର୍ସର ସାର୍ଟ ପ୍ୟାଣ୍ଟ ବି ତମେ କହୁଛ ମୋତେ ବଡ଼ ହେଇଯିବ ଆଉ ଆମେ କେତେ ଇୟର୍ସର ନେବା ହଁ 2 ଇୟର୍ସ 3 ଇୟର୍ସର ପ୍ୟାଣ୍ଟ ପା ଏତେ ବଡ଼ ବଡ଼ ଆମ ସାଇ ତ ମୋଟା ହେଉନି ଆଉ କ'ଣ କରିବା ସାଇ ଆସ ସାଇର ପାଇଁ ଏଇ ସାର୍ଟଟା ନେଲ ନା 2-3 ଇୟର୍ସର ଏତେ ପତଳା ଆମ ସାଇଟା କେମିତି ତା ଦେହ ଜମା ଲାଗୁନି
ଆସ ତମ ସାଇଜରେ ତ ମିଳିଲାନି। ହୁଁ ହୁଁ ଧୀରେ ଚାଲ ପଡ଼ିଯିବ। ଏମିତି କ'ଣ ଚାଲୁଛ ଧୀରେ ଧୀରେ করে ଚାଲ ଧୀରେ ଧୀରେ ଚାଲୁଛି ଷ୍ଟେପ୍ ଷ୍ଟେପ୍ ଧୀରେ 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 ଗଡ଼ିଗଲେ ତଳେ ଧୋକି ପଡ଼ିଯିବ। ଚାଲ 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 ଧୀରେ ଖାଲି ଛଡେଇ ହେଉଛି ଛୁଆଟା। ଇଏ ଶୋଇ ପଡ଼ିଛି ଆମର ସାଇ। ତମେ ଆସିଛ ଶୋଇ। ହ୍ୟାଲୋ ଫ୍ରେଣ୍ଡ ତମେ କହିଦିଅ। ମୁଁ କହିବିନି। ଏସି ଚାଲିଛି। ତମକୁ ନିଦ ଲାଗୁଛି? ଏଠି ମ୍ୟାଡ଼ାମ୍ ଥିଲେ ସେମାନେ ମ୍ୟାଡ଼ାମ୍ ଥିଲେ ସେମାନେ ରାଗିଯିବେ। ଆମେ ଟାୱେଲ୍ ଆଉ ଟେବୁଲ୍ କ୍ଲଥ୍ ପାଇଁ ଆସିଥିଲୁ। ଆମ ପୁଅ କ'ଣ ହେଲା ନା ଏଇଠି ସିଏ ତାର ଶୋଇ ପଡ଼ିଲା। ଶୋଇ ପଡ଼ିଛି ସେ ନିଦ ଲାଗୁଛି ନା? କହିଲା ନା ନିଦ ଲାଗୁନି। ହେଲେ କାହିଁକି ଶୋଇଛ? ନା ତାକୁ ଶୋଇବାକୁ ଗଡ଼ିବାକୁ ଇଚ୍ଛା ହେଉଛି ସେଥିପାଇଁ ସେଠି ଆରାମରେ ଗଡ଼ିଛି ତାର ରେଷ୍ଟ ନେଉଛି। ତୁମେ ରେଷ୍ଟ ନେଉଛ? ରେଷ୍ଟ ନେଉଛ? ଏମିତି କ'ଣ ଆମେ ଏଟା ସର୍ଟ ଭିଡ଼ିଓ ଛାଡ଼ିବା। ଆମ ବାବୁଙ୍କ ମନଟା ଭାରି ଟେନସନ୍ ଲାଗୁଛି କାହିଁକି ନା ସେ ସବୁବେଳେ ସାଇଲେଣ୍ଟ ରହୁଛନ୍ତି। 3 ଦିନ ହେଲାଣି ସେ ଅନିଦ୍ରା ରହୁଛନ୍ତି। ରାତି ସାରା ଅଫିସ୍ କାମ ୱାର୍କଲୋଡ଼ ଏତେ ବଢ଼ିଯାଇଛି ଯେ ଆଉ ଯେତେ କାମ କଲେ ବି ସରୁନି। ତ 3 ଦିନ ହେଲାଣି ସେ ଅନିଦ୍ରା ଅଛନ୍ତି। ଦିନ ରାତି କାମ କରୁଛନ୍ତି। ତାଙ୍କର ପୁଣି ଅଛି ଅଡ଼ିଟ୍ କାମ ବି ଅଛି। ଏତେ କାମ ମାନେ ଏତେ ପରିଶ୍ରମ